ବରିଗୁମା ବ୍ଲକର ଆଦିବାସୀ ଜାଗରଣ ସଂଘର ଉପସଭାପତି। ଆଜି ଓଡ଼ିଶାରେ ବିହାରରୁ ଆସିକି ବିହାରୀ ମଦଭାଟି ତିଆରି କରି ଆଜି ଓଡ଼ିଶାର କୋରାପୁଟ ଜିଲ୍ଲାର ଗରିବ ଆଦିବାସୀ ଜନସାଧାରଣଙ୍କୁ ଯେଉଁ ମଦ ଖୁଆଇକିରି ଯେଉଁ ବେଣ୍ଡିଆ ପିଲାମାନେ ଯେଉଁ ପ୍ରକାର ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଯାହାଫଳରେ ବଡ଼ ଦୁଃଖର ଦାୟକ। ସେଥିପାଇଁ ଆମେ ସବୁବେଳେ ମଦକୁ ବିରୋଧ କରୁଛୁ। ଯାହାଫଳରେ କି ଯେଉଁ ବିହାରୀ ମାନେ ଆସିକି ପ୍ରତ୍ୟେକ ଗାଁ ପଞ୍ଚାୟତର ସବୁ ନେଇକି ସେମାନେ ବିକିବା ପାଇଁ ମଧ୍ୟ ନିଷ୍ପତ୍ତି ନେଉଛନ୍ତି। ଯଦି କାଳେ କୌଣସି ଲୋକ ଯଦି ବିକିବା ପାଇଁ ମନା କରିଦେବେ, ତାକୁ ହଇରାଣ ମଧ୍ୟ କରୁଛନ୍ତି। ସେଥିପାଇଁ ଆମେ ତାକୁ ବିରୋଧ କରିବା ପାଇଁ ବାହାରୁଛୁ। ନାଇଁ ସେଇ ତ ନିୟମ ନାହିଁ, କିନ୍ତୁ ପ୍ରତି ପଞ୍ଚାୟତର ମାନେ ବରିଗୁମା ବ୍ଲକରେ 31 ଗୋଟି ପଞ୍ଚାୟତ ଅଛି, କିନ୍ତୁ କୌଣ ଅଧିକାଂଶ ପଞ୍ଚାୟତରେ ବିକ୍ରି କରିବା ପାଇଁ ମଧ୍ୟ ଆଦେଶ ଦେଇନାହାନ୍ତି। କେତେ ଗୋଟି ପଞ୍ଚାୟତ ଆগে ବିକ୍ରି କରିବା ପାଇଁ ଦେଇଛନ୍ତି। ସେମାନେ ମୋଟରସାଇକେଲ ଧରିକିରି ସେମାନେ ବୁଲାବୁଲି କରିକି ନେଇକିରି ପାଖକୁ ନେଇ ଦେଉଛନ୍ତି। ଏଇଟା ପାଇଁ ବିରୋଧ କରିବା ପାଇଁ ଆମେ ପୋଲିସକୁ ମଧ୍ୟ ଜଣାଉଛୁ, କିମ୍ବା ଆମେ ଏକ୍ସାଇଜକୁ ମଧ୍ୟ ଜଣାଇଲେ ମଧ୍ୟ ସେମାନେ କେତେ ଦିନ ତଦନ୍ତ କରୁଛନ୍ତି, ପୁଣି ତୁନି ପଡ଼ିକରି ଯାଉଛନ୍ତି। ଆମେ ଆଦିବାସୀ ସଂଘ ମାଧ୍ୟମରେ ପୁଣି ଆଗାମୀ ଦିନରେ ଯଦି ବନ୍ଦ ନ କରିବେ, ତାହେଲେ ଆମେ ଗୋଟେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ଆଲୋଚନାକୁ ଯିବୁ।